ଆକ୍ସନ ମୋଡ୍ରେ ଭଞ୍ଜନଗର ପୁଲିସ ଗତ 17 ତାରିଖ ଅପରାହ୍ନ ପ୍ରାୟ 2:15 ସମୟରେ ଭଞ୍ଜନଗର ଥାନା ଅଞ୍ଚଳରେ ଦିବାକାଳୀନ ପେଟ୍ରୋଲିଂ ଓ ବ୍ଲକିଂ ଡ୍ୟୁଟି ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ମାରୁତି ସୁଜୁକି ଜେନ୍ କାର୍ ଗାଡ଼ିରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାହାଫଳରେ ମାଡ଼ି ବସିଥିଲା ଭଞ୍ଜନଗର ପୁଲିସ ଏବଂ ଏନେଇ ଏସ୍ଆଇ ଲକ୍ଷ୍ମୀଧର ମହାନ୍ତିଙ୍କୁ ସୂଚନା ମିଳିଥିଲା ଯେ ସେ ତାଙ୍କ ଟିମ୍ ଡହ ରୋଡ୍ ନିକଟରେ ଏକ ଲାଲ ରଙ୍ଗର ମାରୁତି ସୁଜୁକି ଜେନ୍ VXI କାର୍ ନମ୍ବର OR05S5655କୁ ଅଟକାଇଥିଲେ। ଗାଡ଼ିର ଡିକିରେ ବେଆଇନ ଗଞ୍ଜେଇ ପରିବହନ କରାଯାଉଥିବା ସନ୍ଦେହରେ ତଲାସି କରାଯାଇଥିଲା। ପଚରାଉଚରା ବେଳେ ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ ଯେ ସେମାନେ ଏ ଗଞ୍ଜେଇକୁ ବ୍ରହ୍ମପୁରରେ ବିକ୍ରୟ କରିବା ପାଇଁ ଉଦ୍ଦେଶ୍ୟ ନେଉଥିଲେ। କାର୍ଟିକୁ 2ଟି ଗଞ୍ଜେଇ ଭର୍ତ୍ତି ଜରି ବ୍ୟାଗ୍ ଜବତ କରାଯାଇଥିଲା। ମାଜିଷ୍ଟ୍ରେଟ୍ ଓ ଅନ୍ୟ ସାକ୍ଷୀମାନଙ୍କ ଉପସ୍ଥିତିରେ ତଲାସି କରାଯାଇ 35.550 କିଲୋଗ୍ରାମ ବେଆଇନ ଗଞ୍ଜେଇ ଏବଂ OR05S5655 ନମ୍ବର ବିଶିଷ୍ଟ ଲାଲ ରଙ୍ଗର ମାରୁତି ସୁଜୁକି ଜେନ୍ VXI କାର୍ ଜବତ କରାଯାଇଥିଲା। ଅଭିଯୁକ୍ତମାନେ ହେଲେ ବାପୁଜୀ ନାୟକ ଓ ସୁଶାନ୍ତ ମଲ୍ଲିକ। ଉଭୟଙ୍କ ଘର ଇନ୍ଦ୍ରଗଡ଼ ସୁବର୍ଣ୍ଣପୁର ଥାନା ରାଇକିଆ କନ୍ଧମାଳ ଅଞ୍ଚଳ ବୋଲି ଜଣାପଡ଼ିଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନ ଅନୁଯାୟୀ କୋର୍ଟ ଚାଲାଣ ମଧ୍ୟ କରାଯାଇଛି। ଏନେଇ ଆଜି ଭଞ୍ଜନଗର SDPO ଦୀପକ କୁମାର ମିଶ୍ର ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି। ଆମର SP ସାର୍ ଅଛନ୍ତି, ତାଙ୍କର ଆଉ ଗୋଟେ ନିର୍ଦ୍ଦେଶ ହେଉଛି ଯେ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଯେଉଁ ଗ୍ୟାଙ୍ଗ ମାନେ ଅଛନ୍ତି ତାଙ୍କୁ ଦମନ କରିବା। ଏହି ସଂକ୍ରାନ୍ତରେ ମଧ୍ୟ ଭଞ୍ଜନଗର ଥାନାର ଭାରପ୍ରାପ୍ତ ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଏବଂ ତାଙ୍କର ଟିମ୍ ମେମ୍ବର୍ସ ଅଛନ୍ତି, ତାଙ୍କର ନିରନ୍ତର ପ୍ରୟାସ ଜାରି ରହିଛି। ଆମେ ନିୟମିତ ବ୍ୟବଧାନରେ ଗଞ୍ଜେଇ କେସ୍ କରୁଛୁ, ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅପରାଧୀମାନଙ୍କୁ ଧରୁଛୁ ଏବଂ ଫ୍ରଡ୍ କରୁଛୁ। ଏହି ସଂକ୍ରାନ୍ତରେ ଗତ 17/7/2026 ଆଫ୍ଟରନୁନ୍ରେ ଆମର ଲକ୍ଷ୍ମୀଧର ମହାନ୍ତି ସବ୍ ଇନ୍ସପେକ୍ଟର ତାଙ୍କ ନେତୃତ୍ୱରେ ଗୋଟେ ପେଟ୍ରୋଲିଂ ଟିମ୍ ଖବର ପାଇଥିଲା ଯେ ଡହ ଅଞ୍ଚଳରେ ଗୋଟେ ଗାଡ଼ିରେ କାର୍ରେ ବେଆଇନ ଗଞ୍ଜେଇ ଚାଲାଣ ହେବାକୁ ଆସିବାର ଅଛି ସେ ରାସ୍ତା ଦେଇକି। ଆମର ସ୍ୱତନ୍ତ୍ର ଟିମ୍ ସେଠି ତାଙ୍କ ଉପରେ ନଜର ରଖିଥିଲା ଏବଂ ତାଙ୍କୁ ମଧ୍ୟ ଧରିଥିଲା ଏବଂ ସେମାନେ ଭଞ୍ଜନଗରରୁ ପ୍ରଥମ ରିପୋର୍ଟ, ଓଡ଼ିଶା।